सर्वप्रथम कुंडू सार क्लास को स्वागत करी आजिर कार्यक्रम को आरंभ करुछु। शुभ सकाळ पिला माने, मु आशा करुछि या पूर्व विषय पूर्व कविता तारा सूर्य तमर कंप्लीट हो जाइथिबो। आज आमे देखिबा देखी नाही केते दिनु खंडगिरी। एई कविताटी को आज आमे पढ़िबा। एई कवितार कवि गोपबंधु दास खूब सुंदर भावरे खंडगिरी विषय रे वर्णना करछंती। उत्कलमणि गोपबंधु दास उनको विषय रे तमे समस्ते जानिछ एवं खंडगिरी मध्य देखिछ। तथापि मु तांको विषय रे पुणी थरे मने पकई देउछि। से एकाधार रे थिले जणे स्वाधीनता संग्रामी, तुंग नेता, सुदक्ष सांबादिक, पंचसखा जुगर जणे समालोचक, कवि एवं प्राबंधिक मध्य। 1877 मसीहा अक्टोबर 9 तारिख रे पुरी जिलार सुआंड ग्राम रे जन्म ग्रहण करथिले। सत्यवादी ठारे वन विद्यालय प्रतिष्ठा करी से देशप्रेमी संग्रामी मनीष तैयारी करिबा संगे संगे साहित्य माध्यम रे आम संस्कृति और समाज को उन्नत करने को सारा जीवन प्रयास करथिले। तांकरी आदर्श को भित्ति करी ओडिया साहित्यर एही समय को सत्यवादी युग मध्य कहा जाए। ओडिशार प्रथम संवादपत्र समाजर संपादक और प्रतिष्ठाता। तांकर 90तम श्राद्ध वार्षिक रे भारत सरकार तांको भारत रत्न पुरस्कार रे पुरस्कृत करिसंती। धर्मपद, कारा कविता, बंदीर आत्मकथा, अवकाश चिंता इत्यादि तांकर अम्लान कृति। देखी नाही केते दिनु खंडगिरी कवितारे गोपबंधु खंडगिरी इतिहास माध्यम रे आम अतीतर गौरव को मने पकेछंती। आस एबे आमे कवितार पंक्ति को जिबा। सप्तम श्रेणी साहित्य सौरभर तृतीय विषय देखी नाही केते दिनु खंडगिरी। आस आमे एबे कविताटी को आवृत्ति करिबा। दिनु खंडगिरी इतिहास जार अंके अंकित अमर अक्षरे नीरव गंभीरे गाइछि उत्कल गौरव गीत गाइछि उत्कल गौरव गीत। प्रथम यौवने सुषमा पिपासा भावोन्मादे खंडगिरी सिरी देखी नेत्र भरी चिंता निमग्ने बसिली पादे चिंता निमग्ने बसिली पादे। कल्पनार पोते काल प्रतिश्रुते भासी देखिली मु उज्ज्वल छवि इतिहास जार न करे प्रचार चिंती नाहंती जा काव्यरे कवि चिंती नाहंती जा काव्यरे कवि। कालर प्रभावे जनस्मृति पटु रूपरेख जार लिभिछि आजी कलिंगर सेही अतीत विभव ऐरखार बेळ कीरति राजी ऐरखार बेळ कीरति राजी। बाजे वीर बाजा काही रण सज्जा काही बाला गिछि गुप्त मंत्रणा दूर देशु दूत
ବାସି করে ଛାମୁରେ ଜଣା। ଶ୍ରମଣ ସନ୍ନ୍ୟାସୀ ଦଳେ ଦଳେ ବସି ଚାଲିଅଛି କାହିଁ ତତ୍ତ୍ୱ ବିଚାର। ଗମ୍ଭୀର ନିର୍ଘୋଷେ ଲୋକ ଉପଦେଶେ କାହିଁ ବା ଅହିଂସା ଧର୍ମ ପ୍ରଚାର। କାହିଁ ବା ଅହିଂସା ଧର୍ମ ପ୍ରଚାର। ଖଣ୍ଡଗିରି ଅଙ୍ଗେ ଶିଳ୍ପୀ ଶତ ଶତ ଖୋଳନ୍ତି ନିଭୃତ ଗୁମ୍ଫା ନିରତେ। କାହିଁ ଗୁପ୍ତଚର ରାଜ୍ୟ ସମାଚାର ଏକାନ୍ତେ ଜଣାଏ ନୃପପୁରତେ। ଏକାନ୍ତେ ଜଣାଏ ନୃପପୁରତେ। କଳ୍ପନାର ନେତ୍ରେ ଏହିପରି କେତେ ଦିଶେ ଚିତ୍ର ଖଣ୍ଡଗିରି ଶରୀରେ। ବିନଷ୍ଟ ସର୍ବସ୍ୱ ବୃଦ୍ଧ ଖଣ୍ଡଗିରି ବିରକ୍ତ ପରାଏ ଉଭା ଗମ୍ଭୀରେ। ବିରକ୍ତ ପରାଏ ଉଭା ଗମ୍ଭୀରେ। ମହାକାଳ ନୀରେ ବୁଦ୍ବୁଦ୍ ପରାଇ ଯାଇଅଛି ମିଶି କଳିଙ୍ଗ ଭୂତି। କଳିଙ୍ଗ ସନ୍ତାନ ଭୁଲିଛନ୍ତି ଏବେ କଳିଙ୍ଗର ନାମ ଗୌରବ ସ୍ମୃତି। କଳିଙ୍ଗର ନାମ ଗୌରବ ସ୍ମୃତି। ତଥାପି ସେ ଗାଥା ରଖିଅଛି ଗିରି କାଳ ପରାଭବେ ଦେଖାଇ ହିଆ। ଅତି ନାରଖାର ରାଣୀ ହଂସପୁର ସାକ୍ଷ୍ୟ ଦେବା ଲାଗି ଅଦ୍ୟାପିଠିଆ। ସାକ୍ଷ୍ୟ ଦେବା ଲାଗି ଅଦ୍ୟାପିଠିଆ। ଚୂଳମୂଳ ଯାଏ ଶୋଭେ ଶିଳାକାଏ ପ୍ରାସାଦ ପ୍ରାଙ୍ଗଣ ଗୁମ୍ଫା ଦେଉଳ। ତରୁଲତା ଦଳ ରଧିଛନ୍ତି ପଥ ନିବସନ୍ତି ଯହିଁ ସ୍ୱାପଦ କୂଳ। ନିବସନ୍ତି ଯହିଁ ସ୍ୱାପଦ କୂଳ। ପଥ ପ୍ରାନ୍ତବାସୀ ସାଧୁ ଧର୍ମ ବେଶୀ କହନ୍ତି ଅଦ୍ଭୁତ ବହୁ କାହାଣୀ। ଦେଖାନ୍ତି ଶ୍ରୋତାଙ୍କୁ ପ୍ରତ୍ୟକ୍ଷ ପ୍ରମାଣ କେତେ ଜୀର୍ଣ୍ଣ ସ୍ମୃତି କଠାଉ ଆଣି। କେତେ ଜୀର୍ଣ୍ଣ ସ୍ମୃତି କଠାଉ ଆଣି। ତାପସ ସାଧକ ଅଦ୍ୟାପି ଅନେକ ନିବିଡ଼ ଅନ୍ଧାର ଗୁହାଗର୍ଭେ ଲୁଚି ରହିଛନ୍ତି ଗଭୀର ନିଶୀଥେ। ଶୁଣାଯାଏ ତାଙ୍କ ସଙ୍ଗୀତ ନଭେ। ଶୁଣାଯାଏ ତାଙ୍କ ସଙ୍ଗୀତ ନଭେ। ଶୁଣିଛି ମୁଁ ନିଜେ କହନ୍ତି ସେତେ ଯେ ପଥିକ ବଦନେ ଦେଖି ସଂଶୟ। ନୁହେଁ ତା ବିଚିତ୍ର ବାହ୍ୟ ବିଶ୍ୱେ ମାତ୍ର ପ୍ରତିଫଳେ ନର ନିଜ ହୃଦୟ। ପ୍ରତିଫଳେ ନର ନିଜ ହୃଦୟ। ଆସ ବର୍ତ୍ତମାନ ସେହି ବିଷୟର ଅଭ୍ୟାସ କାର୍ଯ୍ୟ ଦେଖିବା। 8 ଖଣ୍ଡ ପ୍ରଶ୍ନ ଅଛି। ଆମେ 8 ଖଣ୍ଡ ପ୍ରଶ୍ନର ଉତ୍ତର ଜାଣିବା। ପ୍ରଥମ ପ୍ରଶ୍ନ ଉତ୍ତର କୁହ। କ ଦେଇଛି କବିତାଟିରେ ବର୍ଣ୍ଣିତ ସ୍ଥାନ କେଉଁଠି ଅବସ୍ଥିତ? କବିତାଟିର ବର୍ଣ୍ଣିତ ସ୍ଥାନ ଖଣ୍ଡଗିରିରେ ଅବସ୍ଥିତ। ସେ କେଉଁଠି ନା ଭୁବନେଶ୍ୱରର ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ। କବି ଖଣ୍ଡଗିରିକୁ ଉତ୍କଳର ଗୌରବର ପ୍ରତୀକ ରୂପରେ କାହିଁକି ବର୍ଣ୍ଣନା କରିଛନ୍ତି? ନା ଖଣ୍ଡଗିରିରେ ଉତ୍କଳର ଇତିହାସ ସବୁ ଅମର ଅକ୍ଷରରେ ଅଙ୍କିତ ହୋଇ ରହିଥିବାରୁ କବି ଏହାକୁ ଉତ୍କଳର ଗୌରବର ପ୍ରତୀକ ରୂପରେ ବର୍ଣ୍ଣନା କରିଛନ୍ତି।
ଗ ନମ୍ବର ଖଣ୍ଡଗିରି ଜନସ୍ମୃତିରୁ କାହିଁକି ଲିଭି ଯାଇଛି? ଖଣ୍ଡଗିରି ଜନସ୍ମୃତିରୁ କାହିଁକି ଲିଭି ଯାଇଛି? ଉତ୍ତର ହେଲା କାଳର ପ୍ରଭାବରେ ଖଣ୍ଡଗିରି ଜନସ୍ମୃତିରୁ ଲିଭି ଯାଇଛି। କବିତାରେ ରାଣୀହଂସପୁରର ସମ୍ପର୍କରେ କବି କ'ଣ କହିଛନ୍ତି? ନା ମହାକାଳ ନୀରରେ ବୁଦ୍ବୁଦ୍ ଭଳି କଳିଙ୍ଗର ବିଭବ ମିଶିଯାଇଛି। ସାଧୁ ଧର୍ମବେଶୀ ଓ ଖଣ୍ଡଗିରି ପଥପ୍ରାନ୍ତବାସୀଙ୍କ ସମ୍ପର୍କରେ କବିତାରେ କ'ଣ କୁହାଯାଇଛି? ଅଦ୍ଭୁତ କାହାଣୀ କହିଛନ୍ତି। କେତେ ଜୀର୍ଣ୍ଣ ସ୍ମୃତି କଠଉ ସେମାନେ ଶ୍ରୋତାଙ୍କୁ ପ୍ରତ୍ୟକ୍ଷ ପ୍ରମାଣ ଦେଖାନ୍ତି ବୋଲି ଏହି କଥା କବିତାରେ କୁହାଯାଇଛି। ପରବର୍ତ୍ତୀ ହେଲା 2 ନମ୍ବର ପ୍ରଶ୍ନ। 2 ବା 3ଟି ବାକ୍ୟରେ ଉତ୍ତର ଲେଖିବ। ପ୍ରଥମ ପ୍ରଶ୍ନ ହେଲା କବି ଖଣ୍ଡଗିରିକୁ ଦେଖି କାହିଁକି ଚିନ୍ତାମଗ୍ନ ହୋଇପଡ଼ିଛନ୍ତି? ତାର ଶୋଭା, ପ୍ରାକୃତିକ ଶୋଭା ସୌନ୍ଦର୍ଯ୍ୟରେ ତାଙ୍କର ଉଦ୍ଦେଶ୍ୟ, କିନ୍ତୁ ସେ ଯେତେବେଳେ ତାର ଶ୍ରୀ ସମ୍ପଦକୁ କବିତାରେ ଖଣ୍ଡଗିରି ରାଜଦରବାରର ଦୃଶ୍ୟ କିପରି ଚିତ୍ରିତ ହୋଇଛି? ଶ୍ରମଣ ସନ୍ନ୍ୟାସୀମାନେ ଖଣ୍ଡଗିରିରେ କ'ଣ କରୁଛନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି? ସେମାନେ କ'ଣ କରୁଛନ୍ତି ନା ସନ୍ନ୍ୟାସୀମାନେ କ'ଣ କରୁଛନ୍ତି ନା ବସିକିରି ତତ୍ତ୍ୱ ବିଚାର କରୁଛନ୍ତି, ଲୋକମାନଙ୍କୁ ଉପଦେଶ ଦେଉଛନ୍ତି, ଅହିଂସା ପ୍ରଚାର କରୁଛନ୍ତି। ଖଣ୍ଡଗିରି ଗୁମ୍ଫାରେ ଶିଳ୍ପୀମାନେ କେଉଁ କାର୍ଯ୍ୟ କରୁଛନ୍ତି? ସେମାନେ ନିଭୃତରେ ଗୁମ୍ଫା ଖୋଳା କାର୍ଯ୍ୟ କରୁଛନ୍ତି। ସେମାନେ ଗୁମ୍ଫା ଖୋଳା କାର୍ଯ୍ୟ କରୁଛନ୍ତି। ପରବର୍ତ୍ତୀ ପ୍ରଶ୍ନ ସାଧକମାନେ ଖଣ୍ଡଗିରିରେ ଏବେ ମଧ୍ୟ ଅଛନ୍ତି ବୋଲି କହିବାର କାରଣ କ'ଣ? କାହିଁକିନା ସାଧକଙ୍କର ସଙ୍ଗୀତର ଧ୍ୱନି ଶୁଣାଯାଉଛି। ବୃଦ୍ଧ ଖଣ୍ଡଗିରି ବିରକ୍ତ ପରାଏ ଉଭା ଗମ୍ଭୀରେ, ଏହା କାହିଁକି କୁହାଯାଇଛି? ଖଣ୍ଡଗିରି ସର୍ବସ୍ୱ ହୋଇଯାଇଥିବାରୁ ବୃଦ୍ଧ ଖଣ୍ଡଗିରି ବିରକ୍ତ ପରାଏ ବୋଲି କୁହାଯାଇଛି। ସେ ସର୍ବସ୍ୱ ହୋଇଯାଇଛି। ପରବର୍ତ୍ତୀ 3 ନମ୍ବର ପ୍ରଶ୍ନ ସରଳ ଭାଷାରେ ବୁଝାଇ ଲେଖ। ଏଇଟା ଆମେ କ୍ଲାସ୍ରେ କରିବା, ସ୍କୁଲ ଖୋଲିଲେ ଏଇଟା ଲଙ୍ଗ କ୍ୱେଶ୍ଚନ୍ କ୍ଲାସ୍ରେ କରିବା। ତଳେ ଦିଆଯାଇଥିବା ଯୁଗ୍ମ ଶବ୍ଦ ମଧ୍ୟରେ ଥିବା ଅର୍ଥ ପାର୍ଥକ୍ୟକୁ ବାକ୍ୟ ମାଧ୍ୟମରେ ପ୍ରକାଶ କର। ବାକ୍ୟ ଗଠନ କରିବ। ପ୍ରସାଦ ପ୍ରସାଦ, ସତ ସତ, ବାସି ବାସି, ଖର ଖାର, ବେଶୀ ବେଶୀ। ତାହେଲେ କହୁଛି ପ୍ରସାଦ, ପ୍ରସାଦ ମାନେ ଅନୁଗ୍ରହ, ପ୍ରସାଦ ମାନେ ଅନୁଗ୍ରହ, ସେଇ ପ୍ରସାଦ ମାନେ ଭୋଗ। ଜଗନ୍ନାଥଙ୍କ ପ୍ରସାଦ ସମସ୍ତେ ବାଣ୍ଟି ଖାଇବା। ସତ ସତ, ସତ ମାନେ ସତ୍ୟ, ସତ ମାନେ 100। ଦନ୍ତେ ସତ ସତ ମାନେ ସତ୍ୟ, ତାଲବେ ସତ ସତ ମାନେ 100। ବାସି ବାସି, ବର ଆକାର ବା ଦନ୍ତେଶ୍ୱର ଦୀର୍ଘଇକାର, ବାସ କରୁଥିବା ଲୋକ। ବାସି ପୂର୍ବ ଦିନର ଖାଦ୍ୟ, କୁହନ୍ତି ବାସି ଖାଦ୍ୟ। ତାହେଲେ ବାସି ଖାଦ୍ୟ ଖାଇଲେ ଦେହ ଖରାପ ହୁଏ। ଖର ଖାର, ଖର ମାନେ ଦ୍ରୁତ, ସେ ଖର ବେଗରେ ଦୌଡ଼ୁଥିବାରୁ ପଡ଼ିଗଲା। ଖାର ଖାରିଆ, ଖାର ଖାଦ୍ୟ କିଛି ଲୋକଙ୍କୁ ଭଲ ଲାଗେ। ବେଶୀ ବେଶୀ, ବେଶୀ ମାନେ ଅଧିକ। ବେଶୀ ତାଲବେଶର ଦୀର୍ଘଇକାର ବେଶୀ ହେଲା ବେଶଧାରୀ। ବେଶୀ ଖାଦ୍ୟ ଖାଇଲେ ଦେହ ଭଲ ହୁଏ ନାହିଁ। ରାବଣ ସନ୍ନ୍ୟାସୀ ବେଶଧାରୀ, ବ୍ରାହ୍ମଣ ବେଶଧାରୀ ହୋଇ ସେ ତାଙ୍କୁ ହରଣ କରିଥିଲା। ତାପରେ ପଦ ପୂରଣ କର। ଦୂର ଦେଶୁ ଦୂତ ଡେସ୍ ଛାମୁରେ ଜଣା। ଦୂର ଦେଶୁ ଦୂତ ବିଜୟ ବାରତା, ଘେନି ଆସି କରେ ଛାମୁରେ ଜଣା। ଗମ୍ଭୀର ନିର୍ଘୋଷେ ଡେସ୍ ଡେସ୍ ଧର୍ମ ପ୍ରଚାର। ଗମ୍ଭୀର ନିର୍ଘୋଷେ ଲୋକେ ଉପଦେଶେ, କାହିଁ ବା ଅହିଂସା ଧର୍ମ ପ୍ରଚାର।
ଚୁଳୁ ମୂଳ ଯାଏ ଡ୍ୟାସ୍ ଡ୍ୟାସ୍ ଗୁମ୍ଫା ଦେଉଳ। ଚୁଳୁ ମୂଳ ଯାଏ ଶୋଭେ ଶିଳାକାଏ, ପ୍ରାସାଦେ ପ୍ରାଙ୍ଗଣ ଗୁମ୍ଫା ଦେଉଳ। 6 ନମ୍ବର ପ୍ରଶ୍ନ, କବିତାରେ କେଉଁ ପ୍ରସଙ୍ଗରେ କୁହାଯାଇଛି? ଉଜ୍ଜ୍ୱଳ ଛବି, କଳିଙ୍ଗର ଭୂତି, ପ୍ରତ୍ୟକ୍ଷ ପ୍ରମାଣ, ସଙ୍ଗୀତ ନଭେ। ଏଇଟା କବିତାର କେଉଁ ପ୍ରସଙ୍ଗରେ କୁହାଯାଇଛି? ଉତ୍କଳ ଛବି, ଉତ୍କଳର ବିଭବଶାଳୀ ରୂପକୁ କଳ୍ପନା ଦୃଷ୍ଟି ପ୍ରସଙ୍ଗରେ ଉଜ୍ଜ୍ୱଳ ଛବି ବୋଲି କୁହାଯାଇଛି। କଳିଙ୍ଗର ଭୂତି, ଜଳରେ ବୁଦ୍ବୁଦ ପରି ସମୟ ସାଗରରେ ପ୍ରତ୍ୟକ୍ଷ ପ୍ରମାଣ, ସାଧୁ ସନ୍ଥମାନଙ୍କର ପ୍ରତ୍ୟକ୍ଷ ପ୍ରମାଣ ଦେଇଛନ୍ତି। ତ କାହାଣୀ ସେମାନେ କହନ୍ତି, ଜୀର୍ଣ୍ଣ ସ୍ମୃତି କଠଉ ଏସବୁ ପ୍ରତ୍ୟକ୍ଷ ପ୍ରମାଣ ଦେଖାନ୍ତି ବୋଲି ଏ କବିତାରେ କୁହାଯାଇଛି। ସଙ୍ଗୀତ ନଭେ, ଗଭୀର ରାତିରେ ସାଧକଙ୍କର ସଙ୍ଗୀତର ଧ୍ୱନି ଶୁଣାଯାଏ। ତାପରେ 7 ନମ୍ବର ପ୍ରଶ୍ନ, ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକର ଗୋଟିଏ ଲେଖାଏଁ ପ୍ରତିଶବ୍ଦ ଲେଖିବା। ପ୍ରତିଶବ୍ଦ, କାୟା, କାୟା, ହିଆ, ନିଶିଥ, ନଭ, କଠାଉ। ତାହେଲେ କାୟା, କାୟା ମାନେ ହେଉଛି ଶରୀର, ହିଆ, ହିଆ ମାନେ ହୃଦୟ, ନିଶିଥ ମାନେ ରଜନୀ, ନଭ ମାନେ ଗଗନ, କଠାଉ ମାନେ ପାଦୁକା। 8 ନମ୍ବର ପ୍ରଶ୍ନ, ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକର ଅର୍ଥ ଲେଖ। ରୋଧିଛନ୍ତି, ନିବସନ୍ତି, ପ୍ରତିଫଳେ, ଏକାନ୍ତେ, ନିରତେ। ରୋଧିଛନ୍ତି, ରୋଧିଛନ୍ତି ମାନେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି। ନିବସନ୍ତି, ବାସ କରନ୍ତି, ନିବସନ୍ତି ମାନେ ବାସ କରନ୍ତି। ପ୍ରତିଫଳେ, ପ୍ରତିଫଳିତ ହୁଏ। ଏକାନ୍ତେ, ନିର୍ଜନରେ, ଏକାନ୍ତ ମାନେ ନିର୍ଜନରେ। ନିରତେ, ସଦାସର୍ବଦା। ଧନ୍ୟବାଦ।